କିଛି ଭାବିବା ଆଗରୁ ପିସିଆର୍ ଭ୍ୟାନ୍ ଆସି ହଠାତ୍ କାବୁ କରିନେଲା ଆଇପିଏସ୍ ଅଧିକାରୀଙ୍କୁ। କେହି କିଛି ଜାଣିପାରିଲେ ନାହିଁ। କିନ୍ତୁ କିଏ ସେଇ ଆଇପିଏସ୍ ଅଧିକାରୀ? ତାଙ୍କ ନାମ କ'ଣ? କେଉଁ ଜିଲ୍ଲାର ସେ? ଆଗକୁ ଦେଖିବା ଘଟଣା ସମ୍ବନ୍ଧରେ। ମିଥିଳେଶ ନାମକ ଜଣେ ପିଲା ଯିଏକି 10ମ ପାସ୍ କରିଛନ୍ତି, ସେ ହେଉଛନ୍ତି ନକଲି ଆଇପିଏସ୍ ଅଧିକାରୀ। ବିହାରର ଜମୁଇ ଜିଲ୍ଲାର ଘଟଣା। ମିଥିଳେଶ ତାଙ୍କ ମାମୁଙ୍କଠାରୁ 2 ଲକ୍ଷ ଟଙ୍କା ନେଇ ଯାଇଥିଲେ ମନୋଜ ନାମକ ଜଣେ ଦଲାଲ ପାଖକୁ। 2,30,000 ଟଙ୍କା ଦେଲେ ଆଇପିଏସ୍ ଚାକିରି ଦେବା ପାଇଁ କହିଥିଲେ ମନୋଜ ସିଂ। ତ ମିଥିଳେଶ ତାଙ୍କୁ 2 ଲକ୍ଷ ଟଙ୍କା ଦେଇଥିଲେ ଏବଂ ମିଥିଳେଶଙ୍କୁ ସେ ଗୋଟିଏ ବନ୍ଧୁକ ଏବଂ ୟୁନିଫର୍ମ ଦେଇଥିଲେ। ବନ୍ଧୁକ ଏବଂ ୟୁନିଫର୍ମକୁ ପିନ୍ଧି ମିଥିଳେଶ ନିଜ ଗାଁକୁ ଫେରିଥିଲେ। ଗାଁରେ କେତେକ ଲୋକଙ୍କୁ ବହୁତ ସନ୍ଦେହ ହେଲା, ଏତେ ସମୟ ମଧ୍ୟରେ, ଅଳ୍ପ ସମୟ ମଧ୍ୟରେ ମିଥିଳେଶ କେମିତି ହୋଇପାରିଲେ ଗୋଟିଏ ଆଇପିଏସ୍ ଅଧିକାରୀ। ଘରକୁ ଆସି ବାକି 30,000 ଟଙ୍କା ନେଇ ସେ ମନୋଜ ସିଂଙ୍କୁ ଦେବାକୁ ଯାଉଥିଲେ। ହଠାତ୍ ଅଧା ବାଟରେ ପିସିଆର୍ ଭ୍ୟାନ୍ ଆସି ତାଙ୍କୁ କାବୁ କରିନେଲା ଏବଂ ତାଙ୍କୁ ନେଇ ଥାନାରେ ପଚରାଉଚରା କରିବାରୁ ସମସ୍ତ ସତ କଥା ଜଣାପଡ଼ିଲା। ଏଥିରୁ ପ୍ରମାଣିତ ହେଲା ଯେ ସେ ହେଉଛନ୍ତି ଜଣେ ନକଲି ଆଇପିଏସ୍ ଅଧିକାରୀ। ସେ ବାକି 30,000 ଟଙ୍କା ଦେବା ପାଇଁ ମନୋଜ ସିଂଙ୍କୁ ଯାଉଥିଲେ। ପୋଲିସ ଏହାର ଅଧିକ ତଦନ୍ତ କରୁଛି ଏବଂ ସେହି ଦଲାଲକୁ ଧରିବା ପାଇଁ ସକ୍ରିୟ ଅଛି। ତେଣୁକରି ଫ୍ରଡ୍ ପୋଲିସ ଅଫିସରମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଏବଂ ଏହି ସବୁ ଭିତରେ ଏଜୁକେସନର ବହୁତ ବଡ଼ ଭୂମିକା ରହିଛି। 10ମ ପାସ୍ କରିଥିବା ଗୋଟିଏ ପିଲା ଜାଣିନି କେମିତି ଆଇପିଏସ୍ ଅଧିକାରୀ ହୋଇପାରିବ। ହୁଏତ ଯଦି ଏଜୁକେସନରେ ପଢ଼ାଯାଇଥାନ୍ତା ତାଙ୍କ ସ୍କୁଲରେ ଯେ ଆଇପିଏସ୍ କ'ଣ, ଡିଜି କ'ଣ, ସେ ଏ ବିଷୟରେ ଜାଣିପାରିଥାନ୍ତା। ତ ତେଣୁ ସବୁବେଳେ ଏଜୁକେସନ ସିଷ୍ଟମକୁ ଭଲ କରିବାକୁ ଚେଷ୍ଟା କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ହିନ୍ଦ।